ଆପଣ ପରିଚୟ ଦେବେ। ମୁଁ ଶ୍ରୀ ମନୋଜ କୁମାର ସିଂ এই অবধূত আশ্রমর জনে সক্রিয় সভ্য তথা ভক্ত। କ'ଣ କହିବେ ଆଜି ଯେଉଁ ଜୟନଗରଟି ଯଜ୍ଞଟି ହେଉଛି ଏ ବାବଦରେ କ'ଣ କହିବେ? ବର୍ତ୍ତମାନ ମୁଁ ସମସ୍ତ ନ୍ୟୁଜ୍ ଚ୍ୟାନେଲକୁ ସ୍ୱାଗତ କରୁଛି। ଓଂ ଶ୍ରୀ ବିଶ୍ୱଗୁରୁ ଅବଧୂତାୟ ନମ। এই ଯେଉଁ ଅନନ୍ତ ବଟ ପାଗଳବାୟାଙ୍କର ଆଶ୍ରମ ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ 3 ଦିନ ବ୍ୟାପୀ ଏଠାରେ ବିଶ୍ୱ ଶାନ୍ତି ଯଜ୍ଞ ଅନୁଷ୍ଠିତ ହୁଏ। ସମଗ୍ର ପୃଥିବୀ ବର୍ତ୍ତମାନ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଉପନୀତ। ସମସ୍ତ ପୃଥିବୀରେ ବର୍ତ୍ତମାନ ଧ୍ୱଂସଲୀଳା ଆରମ୍ଭ ହୋଇଯାଇଛି। ଏଠି ବିଶ୍ୱଶାନ୍ତି ମହାଯଜ୍ଞ ଲକ୍ଷ୍ୟ ହେଉଛି ସମଗ୍ର ପୃଥିବୀରେ ସମସ୍ତ ମଣିଷମାନଙ୍କ ମଧ୍ୟରେ ଆଧ୍ୟାତ୍ମିକତା ଜାଗୁ, ସମସ୍ତେ ସମସ୍ତଙ୍କୁ ଭଲ ପାଆନ୍ତୁ, ସମସ୍ତେ ସମସ୍ତଙ୍କ ସହିତ ସହଯୋଗ ମିଳିମିଶି ରୁହନ୍ତୁ। ଏହି ଆଶ୍ରମର ମୁଖ୍ୟ ଉଦ୍ଦେଶ୍ୟ ଏହି ବିଶ୍ୱଶାନ୍ତି ମହାଯଜ୍ଞ ଏଠାରେ ଯେଉଁ ହେଉଛି ବ୍ରହ୍ମ ଗୋଚ୍ଛନ୍ଦ 3 ଦିନ ବ୍ୟାପୀ ଏହାର ମୁଖ୍ୟ ଉଦ୍ଦେଶ୍ୟ ଏହି ଅଞ୍ଚଳର ଲୋକମାନେ ତଥା ଜନସାଧାରଣ ଜୟନଗର, କୁଳିଆଗଡ଼ିଆ, ଜୋରାଗଡ଼ିଆ ତଥା ସମଗ୍ର ଧାମନଗର ବାହାରେ ଏମିତିକି ବିଭିନ୍ନ ଅଞ୍ଚଳରୁ ଦୂର ଦୂରାନ୍ତର ଭକ୍ତମାନେ ଏଠି ଆସନ୍ତି। ଏଠାରେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥାଏ। 3 ଦିନ ଧରି ଏଠାରେ ଭଗବାନଙ୍କର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ। ସମଗ୍ର ମଣିଷମାନଙ୍କ ମଧ୍ୟରେ এই ଯେଉଁ ଆଧ୍ୟାତ୍ମିକ ପ୍ରବୃତ୍ତି ଜାଗ୍ରତ ହୁଏ। ଏଠାରେ ଭଜନ କୀର୍ତ୍ତନ ଭକ୍ତମାନଙ୍କ ଦ୍ୱାରା କରାଯାଏ ଏବଂ ହୋମ ଘିଅ ଆଉ ଝୁଣାରେ ଏ ଅଞ୍ଚଳଟା ଭରପୁର ହୋଇଯାଏ ବ୍ୟାସେ। ତେଣୁ ସମସ୍ତେ ଏକାକାର ହୋଇଯାଆନ୍ତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ସେହି ଭଗବାନଙ୍କ ପାଖରେ ନିଜର ମନସ୍କାମନା ପୂରଣ କରିବା ପାଇଁ ତଥା ପୃଥିବୀରେ ଶାନ୍ତି ସୃଷ୍ଟି ହେଉ ଏ କଥା ସମସ୍ତେ ମନରେ କାମନା କରନ୍ତି। ଆପଣ ପରିଚୟ? ଚିନ୍ତାମଣି ଜେନା, ଆଶ୍ରମର ନିକଟସ୍ଥ ଗ୍ରାମର ବାସିନ୍ଦା ମୁଁ, ଆଉ ଆଶ୍ରମର ଜଣେ ସ୍ଥାୟୀ ଭକ୍ତ ବା ସ୍ଥାୟୀ ସଦସ୍ୟ। କ'ଣ କହିବେ ଏ ଯେଉଁ କଣ୍ଟାବଣିଆ ମଠ ଏପରି ନାମକରଣ କାହିଁକି ହେଇଛି? ୟାର ଇତିହାସ ପୃଷ୍ଠଭୂମି କ'ଣ? ୟାର ଇତିହାସ ହେଉଛି 1932 ମସିହାରେ ଆମର ଯେଉଁ ଆଶ୍ରମ ଯେଉଁ ବାବାଙ୍କର ବାୟା ବାବା ଏବଂ ପାଗଳ ବାବା ଏବଂ ବାୟା ବାବା ପ୍ରଥମେ 1932 ମସିହାରେ ଏ ବୃକ୍ଷ ମୂଳରେ ଆସି ବସିଥିଲେ। ସ୍ଥାନୀୟ ଜମିଦାର ଯେ କି ରାୟ ମହାପାତ୍ର ସେ ପ୍ରଥମେ ବାବାଙ୍କୁ ଏଠି ସ୍ଥାନ ଦେଲେ, ବସେଇ ସାରିଲା ପରେ ତାଙ୍କର ପ୍ରଥମେ ଭକ୍ତ ହେଲେ। ଭକ୍ତ ହେଇସାରିଲା ପରେ ସେ ଏରିଆରେ ଜମି କିଛି ଡୋନେଟ୍ କଲେ। ସେ ସମୟରେ ଏ ଜାଗାର ପରିସ୍ଥିତି ଏଇଟା 1932 ମସିହାରେ ବାବା ଏଠିକି ଆସିଥିଲେ। ବାୟା ବାବା ନିଜେ ଆସିଥିଲେ, ଯେ କି ଆପଣ ଯେଉଁ ଫଟୋଚିତ୍ର ଦେଖୁଛନ୍ତି ସେ ବାବା 1932 ମସିହାରେ ଏଠିକି ଆସିଲେ। ଆସିଲା ପରେ ଏଠି ରାତ୍ରି ଯାପନ କଲେ। ରାତ୍ରି ଯାପନ କଲା ଭିତରେ ଏଠି ବାସିନ୍ଦା ଯେଉଁଠି ଆପଣଙ୍କର ଆମର ଏଠିକା ଜମିଦାର ଯେ ରାୟ ମହାପାତ୍ର ବଂଶର ସେ ଜମିଦାର ଆସି ତାଙ୍କୁ ଭେଟିଲା ପରେ ବାବାଙ୍କୁ ଏ ଏରିଆ ଜମିଟାକୁ ଦାନ କଲେ। ଦାନ କରିବା ସମୟରେ ଏ ଏରିଆ ଥିଲା କଣ୍ଟାର ବଣ ଥିଲା। ତେଣୁକରି କଣ୍ଟା ବଣରେ ସେ ପ୍ରଥମେ ଏଠି ବାବାଙ୍କର ଭକ୍ତ ହେଲେ। ତାପରେ ଧାମନଗରର ବହୁ ଲୋକ ବାବାଙ୍କର ଅନୁଗାମୀ ହେଲେ ବା ତାଙ୍କର ଭକ୍ତ ହେଲେ। ସେଇଦିନ ଠାରୁ ଏଠି ଅବଧୂତ ଧାମ ବାୟା ବାବାଙ୍କର ଏଠି ଗୋଟେ ଆଶ୍ରମ ପ୍ରତିଷ୍ଠା ହେଲା। ତାପରେ ଦିନ ପରେ ଦିନ ଆଜି 48ତମ ବାର୍ଷିକ ମହୋତ୍ସବ ଯଜ୍ଞ ଅନୁଷ୍ଠାନ ଆଜି ଚାଲିଛି। ଆଜି 48ତମ ବାର୍ଷିକ ଯଜ୍ଞ ଉତ୍ସବ ଚାଲିଛି। ୟାର ଇତିହାସ ହେଉଛି ଏ କଣ୍ଟା ବଣ ଥିଲା। ତେଣୁକରି